ଲୋକମାନେ ଜାଣିପାରୁନାହାନ୍ତି ଆମ ଜୀବନର ଦୈନନ୍ଦିନ ଜୀବନର କ'ଣ କରିବା ଆମେ, ଆମର ଦିନଚର୍ଯ୍ୟା କ'ଣ ହେବା ଉଚିତ, ଆମେ କେମିତି ଉଠିବା, କେମିତି ନିତ୍ୟକର୍ମ ସାରିବା, କେମିତି ଭୋଜନ କରିବା, ଦିନ ଯାକରେ ଆମର କର୍ମ କ'ଣ ରହିବା ଦରକାର, ଆମର ବ୍ୟବହାର କେମିତି ହେବା ଦରକାର, ଆମେ ଅନ୍ୟମାନଙ୍କୁ କେମିତି ଭଲ ପାଇବା, ସମସ୍ତଙ୍କୁ ସମଦୃଷ୍ଟିରେ କେମିତି ଦେଖିବା, ଆମ ଭିତରେ କିଭଳି ଦିବ୍ୟତା ପ୍ରକାଶ ପାଇବ, ଆମେ ଅନ୍ୟକୁ ଆନନ୍ଦ ଦେଲେ ଆମେ ସେ ଆନନ୍ଦରୁ ନିଜେ ଆନନ୍ଦ ପାଉ। ତେଣୁ ଏଇଭଳି ଅନେକ ଜିନିଷର ସମାଧାନ ଆଜି ଆମେ କରିବା। ପ୍ରଥମେ ଆମେ ଚିନ୍ତନ କରିବା ଯେ ଆମେ ରାତିରେ ଶୋଇଲା ପରେ ଯେତେବେଳେ ସକାଳୁ ଉଠୁଛେ ସେତେବେଳେ ଆମେ କ'ଣ କରିବା ଉଚିତ। ସେଇ ବେଡ୍ ଉପରେ ଆମେ ଯେଉଁମାନେ ଗୁରୁ କରିଛନ୍ତି ଗୁରୁଙ୍କ ପାଦ ପଦ୍ମରେ ନିଶ୍ଚିତ ଭାବରେ ସ୍ମରଣ କରିବ ଏବଂ ତାଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ କରିବ ଏବଂ ଯେଉଁ ହାତ ପାପୁଲିକି ଦୁଇ ହାତକୁ ଦେଖିକି କରାଗ୍ରେ ବସତେ ଲକ୍ଷ୍ମୀ କରମୂଳେ ସରସ୍ୱତୀ କରମୂର୍ଦ୍ଧେ ଗୋବିନ୍ଦ ତୁ ପ୍ରଭାତେ କର ଦର୍ଶନମ୍। ନିଶ୍ଚିତ ଭାବରେ ଯଦି ଆମେ ହାତ ଦୁଇଟାକୁ ଦେଖିକି ଏଇ ଶ୍ଲୋକଟିକୁ ବୋଲିବା ଆମ ଜୀବନରେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବ। ସେ ଦିନ ଯାକରେ ଯାହା କିଛି ବିଘ୍ନ ଘଟିବାର ଥିବ, ଯାହା କିଛି ଆମ ପ୍ରାରବ୍ଧ ଅନୁସାରେ ଭୋଗିବାର ଥିବ, ନିଶ୍ଚିତ ଆମେ ସେଥିରୁ ରକ୍ଷା ପାଇପାରିବା। ତ ସାଧାରଣ କଥା ନୁହେଁ, ଏ କଥାଟାକୁ ଆମେ ଭଲ ଭାବରେ ବୁଝିଲେ ଏଇଟା ଆମ ମୁନି ଋଷିମାନଙ୍କର କଥା। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ସମସ୍ତେ ବେଡରୁ ଉଠିଲା ମାତ୍ରେ ପ୍ରଥମେ ଭଗବାନଙ୍କୁ ସ୍ମରଣ କରନ୍ତୁ କିମ୍ବା ଗୁରୁଦେବଙ୍କ ପାଦପଦ୍ମରେ ସ୍ମରଣ କରି ଆମେ ହାତ ଦୁଇଟିକୁ ଦେଖିକି ଏଇ ମନ୍ତ୍ରକୁ ଉଚ୍ଚାରଣ କରିକି ସେ ହାତ ଦୁଇଟିକୁ ମାନେ ନିଜେ ଆମେ ମୁହଁରେ ସ୍ପର୍ଶ କରାଇବା। ଏହା ଫଳରେ ଆମ ଭିତରେ ଏକ ବିରାଟ ପରିବର୍ତ୍ତନ ଆସିବ। ତାପରେ ମୁଁ ଆଜି କେତେଗୁଡ଼ିଏ କଥା କହିବି ଯାହା ଅମୂଲ୍ୟ ଏବଂ ଆମ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବ, ଏଥିରେ କୌଣସି ତ୍ରୁଟି ନାହିଁ। କିନ୍ତୁ ଏ ସାମାନ୍ୟ କଥା ହେଲେ ମଧ୍ୟ ଏହା ଗଭୀର ତତ୍ତ୍ୱ ଉପରେ ଆଧାରିତ, ତାକୁ ପାଳନ କରିବା ଉଚିତ। ତେଣୁ ଆମେ ପ୍ରଥମେ ଯେଉଁ ନିଶ୍ୱାସ ଆମେ ନିଶ୍ୱାସ ଚେକ୍ କରିବା, ନାକ ପୁଡ଼ାରେ ଗୋଟେ ପଟେ ନିଶ୍ୱାସ ଯାଉଛି ଗୋଟେ ପଟେ ଆସୁଛି, ଯେଉଁ ପୁଡ଼ାରେ ନିଶ୍ୱାସଟା ବାହାରକୁ ଆସୁଥିବ ଆମେ ସେଇ ପାଦଟିକୁ ଭୂମିରେ ସ୍ପର୍ଶ କରିବା। ପ୍ରଥମେ ଆମେ ଅନାମିକା ଆଙ୍ଗୁଳିରେ ପୃଥ୍ୱୀ ମାତାକୁ 3 ଥର ସ୍ପର୍ଶ କରେଇ ପୃଥ୍ୱୀ ମାତାକୁ ସ୍ପର୍ଶ କରିକି ନିଜେ ଭ୍ରୁକୁଟିରେ ସ୍ପର୍ଶ କରିବା, ଯାହାଫଳରେ ଆମର ସମ୍ପୂର୍ଣ୍ଣ ଶରୀର ଭିତରେ ଥିବା ନକାରାତ୍ମକ ଊର୍ଜା ସମ୍ପୂର୍ଣ୍ଣ ଚାଲିଯାଏ। ଆମେ ସମ୍ପୂର୍ଣ୍ଣ ସୁସ୍ଥ ସବଳ ଏବଂ ସୁସ୍ଥ ମାନସିକତାରେ ଆମେ ରହିପାରିବା। ତେଣୁ 3 ଥର ଆମର ଅନାମିକା ଅଙ୍ଗୁଳିକୁ ସ୍ପର୍ଶ କରାଇଲା ପରେ ଆମର ଯେଉଁ ନାକପୁଡ଼ାରେ ପବନ ବହୁଥିବ ସେଇ ପଟ ପାଦକୁ ଭୂମିରେ ସ୍ପର୍ଶ କରାଇବା। କଲା ପରେ ଆମେ ସିଧା ଯିବା କେଉଁଠିକି ନା ମୁହଁ ଧୋଇବାକୁ। ମୁହଁ ଧୋଇବା କେମିତି ନା ପାଟିରେ ପାଣି ପୂରେଇକି ପ୍ରତ୍ୟେକ ଦୁଇ ଆଖିକି 7 ଥର ଲେଖାଏଁ ପାଣି ଛାଟିବା, ଯାହାଫଳରେ ଆମର ନେତ୍ର ଶକ୍ତି ନେତ୍ର ଜ୍ୟୋତି ବଢ଼ିଯିବ। ଆମକୁ ଜୀବନ ସାରା 100 ବର୍ଷ ପର୍ଯ୍ୟନ୍ତ କୌଣସି ଆଖିର ସମସ୍ୟା ହେବ ନାହିଁ କି ଚଷମା ଦରକାର ପଡ଼ିବ ନାହିଁ। କିନ୍ତୁ 7 ଥର ପାଟିରେ ପାଣି ରଖିକି 7 ଥର ଏ ଆଖିକି ଛାଟିବ, 7 ଥର ପୁଣି ଆଉ ଗୋଟେ ଆଖିକି ଛାଟିବ। ଏତିକି କରିସାରିଲା ପରେ ଆମେ ପାଣି
ଯେତେ ଆମେ ପିଇପାରିବା। ଆମେ ତମ୍ବା ଜଗରେ ଯଦି ରଖିଥିବେ ସେ ପାଣି ପିଇବେ କିମ୍ବା ମାଠିଆ ପାଣି ପିଇବେ। ଫ୍ରିଜ୍ ପାଣି ଜୀବନରେ ଆଦୌ ବ୍ୟବହାର କରିବେ ନାହିଁ। ଯଦି ଫ୍ରିଜ୍ ପାଣି ବ୍ୟବହାର କଲେ ନିଶ୍ଚିତ ଭାବରେ ଆପଣଙ୍କୁ ରୋଗ ଗ୍ରାସ କରିବ। ଏଥିରେ କୌଣସି ତ୍ରୁଟି ନାହିଁ। ତେଣୁ ଆମେ ଜୀବନରେ ଆଜି କେତୋଟି ପଣ କରିବା। ଯଦି ଆମେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ରଖିବାକୁ ଚାହୁଁଛେ ଏବଂ ସମାଜରେ ଗୋଟେ ବ୍ୟକ୍ତିତ୍ୱର ବିକାଶ କରିବାକୁ ଚାହୁଁଛେ, ତାହେଲେ ଆମେ ପ୍ରଥମେ ନିଜେ ଠିକ୍ ହେବା ଦରକାର। ଆମେ ଯେଉଁ ପର୍ଯ୍ୟନ୍ତ ଠିକ୍ ହେଇନେ ସେ ପର୍ଯ୍ୟନ୍ତ ଆମର ସମାଜ ସୁଧୁରିବନି। ଆମେ ସମସ୍ତେ ଠିକ୍ ହେଇଗଲେ ସମାଜ ମନକୁ ସୁଧୁରିଯିବ। ଏଥିରେ କୌଣସି ତ୍ରୁଟି ନାହିଁ। ତେଣୁ ଆମକୁ ପ୍ରଥମେ ସମ୍ପୂର୍ଣ୍ଣ ଭାବରେ ନିଷ୍ଠା ସଂଯମତା ସହିତ ଆମକୁ ଜୀବନ ନିର୍ବାହ କରିବାକୁ ପଡ଼ିବ। ତେଣୁ ଆମେ ପାଣି ପିଇ ସାରିଲା ପରେ ମଳତ୍ୟାଗ କରିବା। ମଳତ୍ୟାଗ କଲା ପରେ ଦନ୍ତ ଧାବନ କରିବା। ଏସବୁର ବିଧି ଅଛି। ମୁଁ ଆଜି ସମ୍ୟକ ଭାବରେ ଖାଲି ଯାହା କହୁଛି, ତାପରେ ବିଶେଷ ଭାବରେ ପରେ ଆମେ ଆଲୋଚନା କରିବା। ତାପରେ ସ୍ନାନ କରିବା। ସ୍ନାନ କଲାବେଳେ ଗଙ୍ଗା ଯମୁନା ସରସ୍ୱତୀ ନର୍ମଦା କୃଷ୍ଣା କାବେରୀ ଗୋଦାବରୀ ପୁଷ୍କର ସର୍ବତୀର୍ଥାନି ଫଳକୁ ଭବେତ୍। ଏତିକି କହିଲା ମାତ୍ରେ ଆମେ ସର୍ବତୀର୍ଥ ଜଳର ସ୍ନାନ ହେଲା। ଯାହା ମନରେ ଆସିବ ତାହା ନିଶ୍ଚିତ, ଏ ମନ ଭାବୁଥାଇ ଯାହା କାଳପାପିତ ହୁଏ ତାହା ନିଶ୍ଚିତ ଭାବରେ ଆମ ଭିତରେ ପ୍ରତ୍ୟେକ କ୍ରିୟାର ଗୋଟେ ପ୍ରତିକ୍ରିୟା ଅଛି। ନିଶ୍ଚିତ ଭାବରେ ଆମେ ଯେଉଁ କ୍ରିୟା ସାଧନ କଲେ ତାର ପ୍ରତିକ୍ରିୟା ଆମ ଭିତରେ ସୃଷ୍ଟି ହେବ। ଏଥିରେ କୌଣସି ସନ୍ଦେହ ନାହିଁ। ଲୋକମାନେ ଆଜିକାଲି ସକାଳୁ ନ ଗାଧେଇକି ସକାଳୁ ଉଠୁ ଫୁଲ ତୋଳୁଛନ୍ତି। ଏଇଟା ଗୋଟେ ବହୁତ ବଡ଼ ଅପରାଧ। ଆମେ ରାତିରେ ଶୟନ କଲେ କେଉଁ ଅବସ୍ଥାରେ ଆମେ ଅଛେ, ମଳମୂତ୍ର ଅଛି ଶରୀରରେ, ଆମେ କୌଣସି ଇଏ ନଥାଏ କି ଶୌଚ ନ ହେଇ ଆମେ ଠାକୁରଙ୍କ ପାଇଁ ଫୁଲ ଚୟନ କରିବାଟା ଏକ ଅପରାଧ। କାହିଁକି ଏମାନେ ସବୁ ଏମିତି କରୁଛନ୍ତି ନା ଫୁଲ କିଏ ନେଇଯିବ। ଆମେ ଗାଧେଇକି ଗଲାବେଳକୁ ଫୁଲ ଆଉ ନଥିବ। କିନ୍ତୁ ପ୍ରକୃତ ସ୍ପର୍ଶ କରିବା କଥା ନାହିଁ। ଏ ମୁଖ୍ୟ ଦେବତା, ଏ ମୁଖ୍ୟ ଦେବତାକୁ ମଧ୍ୟ ଆମେ ନ ସ୍ନାନ କରିକି ସ୍ପର୍ଶ କରିବା କଥା ନୁହେଁ। ଗୋଟେ ଅପରାଧ। ଯାହାଫଳରେ ଆମ ଭିତରେ ସମସ୍ତ ଆଧ୍ୟାତ୍ମିକ ଶକ୍ତି, ସମସ୍ତ ସକାରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ସେ ଦେବତା ମୁଖ୍ୟ ସାଧାରଣ କଥା ନୁହେଁ। ମୁଖ୍ୟ ଗୋଟେ ଋଷି, ଗୋଟେ ସନ୍ଥ ସହିତ ସମାନ। ତେଣୁ ଆମେ ସଚେତନତା ପୂର୍ବକ ନିଶ୍ଚିତ ଭାବରେ ଗୋଟିଏ ସ୍ନାନ ଶୌଚ ହେଇକି ଫୁଲ ଚୟନ କରିବା। ତାପରେ ଠାକୁରଙ୍କର କେମିତି ପୂଜା କରିବା ଆମେ ଆଗକୁ ନିଶ୍ଚିତ ଭାବରେ ବିଶେଷ ଆଲୋଚନା କରିବା। ଯାହାଫଳରେ ଆମେ ଅନୁଭବ କରିବା ଯେ ମୁଁ ଆଜି ଯେଉଁ ଠାକୁରଙ୍କୁ ପୂଜା କଲି, ଠାକୁର ମୋ ପୂଜାକୁ ଗ୍ରହଣ କଲେ ଏବଂ ସେଇଭଳି ଭାବରେ ମୋତେ ଠାକୁର ଆଶୀର୍ବାଦ ଦେଲେ। ଯାହାଫଳରେ ମୁଁ ସମସ୍ତଙ୍କୁ ଶାନ୍ତି ଦେବି, ନିଜେ ଶାନ୍ତି ପାଇବି, ସମସ୍ତଙ୍କୁ ଆନନ୍ଦ ଦେବି, ନିଜେ ଆନନ୍ଦ ପାଇବି, ସମସ୍ତଙ୍କ ଭିତରେ ଏକ ଭାତୃତ୍ୱ ଭାବ ସୃଷ୍ଟି କରିବି। ତେଣୁ ବହୁତ ସବୁ କଥା ଅଛି। ଧୀରେ ଧୀରେ ଆମେ ଆଗକୁ ଯିବା। ଆମେ କେମିତି କ'ଣ କରିବା, ଆମ ଜୀବନ କେମିତି ସୁଧରିବ, ଆମ ଭିତରେ କେମିତି ଦିବ୍ୟ ଚେତନା ଜାଗ୍ରତ ହେବ, ଆମେ ସମସ୍ତଙ୍କୁ ଆନନ୍ଦ ଦେବା। ସମସ୍ତଙ୍କୁ ଆମେ ଆନନ୍ଦ ଦେବା ପାଇଁ ଆସିଛେ। ଆମେ ଏଠି କଳି କଜିଆ କରିବା, ତା ସହିତ ବିଦ୍ୱେଷ ଭାବ କରିବା, ହିଂସା ଛନ୍ଦ କପଟ କରିବାକୁ ନୁହେଁ। ଏହା ଫଳରେ ଆମେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛେ। ଆମେ ବୁଝିପାରୁନେ ଆମେ କ'ଣ କରୁଛେ। ତେଣୁ ବହୁତ କଥା ଅଛି, ଯାହାଫଳରେ ଧୀରେ ଧୀରେ ଆମେ ଆଗକୁ ନେବା। ଆଜି ଏ ସାମାନ୍ୟ ଭାବରେ ଏତିକି କହିକି ମୋର ବକ୍ତବ୍ୟକୁ ସଙ୍ଗ କରୁଛି। ସମସ୍ତଙ୍କର କଲ୍ୟାଣ ହେଉ, ମଙ୍ଗଳ ହେଉ, ସମସ୍ତଙ୍କ ଭିତରେ ଏ ଦିବ୍ୟ ଭାବ ଜାଗ୍ରତ ହେଉ। ଏତିକି କହି ଆଜିର କଥାକୁ
ସଙ୍ଗ କରୁଛି। ଜୟ ଜଗନ୍ନାଥ।